ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର ଏ ହେଉଛି ଏକ ସୁନ୍ଦର ପରିବେଶ। ବିଶାଳ ମହାନଦୀର କୂଳ ଆଉ ସବୁଜ ପାହାଡ଼ ଉପରେ ଶୋଭା ପାଉଥିବା ପ୍ରଭୁ ଶ୍ରୀ ନୀଳମାଧବଙ୍କର ଏ ହେଉଛି ଭବ୍ୟ ମନ୍ଦିର। କୁହାଯାଏ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ସେହି ଗୁପ୍ତ ରହସ୍ୟ କେବଳ ଏହି ସ୍ଥାନରେ ହିଁ ଲୁଚି ରହିଛି। ଶବର ରାଜା ବିଶ୍ୱାବସୁଙ୍କ ସେହି ନିଷ୍ଠାପର ପୂଜା ଆଉ ନୀଳମଣି ବିଗ୍ରହଙ୍କ ସେହି ଅଲୌକିକ ରୂପର ସାକ୍ଷୀ ହେଉଛି ଏହି ମାଟି। ଆଜି ବି ଏହି ପାହାଡ଼ର ପଥର ଗୁଡ଼ିକ ସେହି ପୁରୁଣା ଦିନର ଗାଥା ଶୁଣାନ୍ତି। ଏଠାକୁ ଆସିଲେ ମନ ଆପେ ଆପେ ଶାନ୍ତ ହୋଇଯାଏ। ମହାନଦୀର ଉଛୁଳ ଢେଉ ଆଉ କୂଳେ କୂଳେ ବହି ଯାଉଥିବା ଥଣ୍ଡା ପବନ ମନେ ପକାଇ ଦିଏ ଯେ ସମୟ ବଦଳିପାରେ, କିନ୍ତୁ ବିଶ୍ୱାସ ଆଜି ବି ସେମିତି ରହିଛି। ଜୀବନର ଏହି ଭିଡ଼ଭାଡ଼ ଏବଂ କୋଳାହଳ ଭିତରୁ ଟିକିଏ ସମୟ ବାହାର କରି ଏଠାକୁ ଥରେ ନିଶ୍ଚୟ ଆସନ୍ତୁ। ଏବଂ ନିଜକୁ ହଜେଇ ଦିଅନ୍ତୁ ଏହି ପବିତ୍ର ଓ ଆଧ୍ୟାତ୍ମିକତା ପରିବେଶ ଭିତରେ। କାରଣ କଣ୍ଟିଲୋ ନୀଳମାଧବ କେବଳ ଏକ ମନ୍ଦିର ନୁହେଁ, ବରଂ ଏହା ହେଉଛି ପ୍ରତ୍ୟେକଟି ଓଡ଼ିଆଙ୍କର ଆତ୍ମା।